ମୁଁ ବର୍ତ୍ତମାନ ମୋର ବିଲକୁ ବାହାରିଲି। ଆଉ ଆମ ଝିଅ ବର୍ତ୍ତମାନ ଟିଉସନ୍ ଯିବ, ସମୟ ପାଖାପାଖି 4ଟା ହେବ। ଆଉ ଧାନ ବିଲର ଦୃଶ୍ୟ ସେଇଟା ହେଉଛି ଆମ ଗାଁ। ଆଉ ଏସି ପହଞ୍ଚି ଯାଇଛି ଆମ ଗାଁ ପାଖରେ ଥିବା ବିଲରେ। ଆଉ ବର୍ତ୍ତମାନ ମୁଁ ଆସିଛି ଦା ନେଇକି, ଦେଖନ୍ତୁ ଧାନ କାଟିବା ପାଇଁ। ହାଏ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ୱେଲକମ୍ ଟୁ ମାଇ ଚ୍ୟାନେଲ୍। ଆସନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ବ୍ଲଗ୍ଟି ଷ୍ଟାର୍ଟ କରିବା ପୂର୍ବରୁ ମୁଁ ନିଶ୍ଚିତ ଭାବରେ କହିବା ପାଇଁ ଚାହେଁ, ବ୍ଲଗ୍ଟି କଣ୍ଟିନ୍ୟୁ କରିବେ, ଶେଷ ଦେଖିବା ପାଇଁ ଚେଷ୍ଟା କରିବେ। ଏବଂ ଯେଉଁମାନେ ନୂଆ କରି ଆମ ବ୍ଲଗ୍ ଦେଖୁଛନ୍ତି, ଖାସ୍ କରି ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ଟି ବଜାଇଦେବେ। ଆଉ ବର୍ତ୍ତମାନ ମୁଁ ବାହାରିଛି, ଦେଖନ୍ତୁ ମୁଁ ବର୍ତ୍ତମାନ ଦା ଧରିକି ବାହାରିଛି। ଧାନ ଯେଉଁ ଆମର ମାଣ ବସିବ ଆଉ ଗୁରୁବାର ଦିନ, ତେଣୁକରି ମୁଁ ବର୍ତ୍ତମାନ ଯାଉଛି ଧାନ, କାହିଁକିନା ନୂଆ ଧାନରେ ହିଁ ପୂଜା ହେବ ଆଉ ମାଣ ବସିବ ନୂଆ ଧାନରେ। ଏବଂ ବର୍ତ୍ତମାନ ମୁଁ ଯାଉଛି ଧାନ କାଟିକି ନେଇକି ଆସିବି। ଆଉ ବର୍ତ୍ତମାନ ଯିବା ଗାଁ ପାଖରୁ, ଆମ ଯେଉଁ ଗାଁ ପାଖରେ ଥିବା ବିଲରେ ଧାନ ନେଇକି 2-4ଟା ଆସିବା। ସମସ୍ତେ ହିଁ ମାଣ ବସେଇବେ ଆଉ ଗାଁ ସାରା ସମସ୍ତେ। ଆଉ ମାର୍ଗଶିର ମାସ ମାନେ ଗୋଟେ ଅଲଗା ପ୍ରକାର ମାସ, ମାନେ ସମସ୍ତଙ୍କ ଘରେ ମାଣ ବସେ ଗୁରୁବାର ଦିନ। ମାନେ ଆପଣମାନେ ଜାଣିବେ, ଦେଖିବେ ଗୁରୁବାର ଦିନ ମାନେ କେତେ ମାହୁଲ, ମାନେ ପୂଜା ପାଠ, ବହି ପଢ଼ା। ଆଉ ମାସ ସବୁ ମାସ ଠାରୁ, ମାନେ 12 ମାସ ଠାରୁ ମାର୍ଗଶିର ମାସଟା ହେଉଛି ସାର ମାସ, କାହିଁକିନା ମା ଲକ୍ଷ୍ମୀଙ୍କ ପୂଜା ହେଇଥାଏ। ଆଉ ଯେହେତୁ ନୂଆ ଧାନ ଚାଷୀଟିଏ, ତାର ନୂଆ ଧାନ ପ୍ରଥମେ ମାଙ୍କ ପାଖରେ ହିଁ ଆରମ୍ଭ ହୋଇଥାଏ। ଧାନରେ ପୂଜା ହେଇଥାଏ, ଧାନ ମାଣ ବସିଥାଏ। ଆଉ ମଧ୍ୟ ପିଠାପଣା, କ୍ଷୀରି ମଧ୍ୟ ପ୍ରଥମେ ନୂଆ ଧାନରେ ହିଁ ହେଇଥାଏ ଏଇ ମାସ। ଆଉ ସବୁଠାରୁ ମାର୍ଗଶିର ମାସ 12 ମାସ ଭିତରୁ ହିଁ ଶ୍ରେଷ୍ଠ ମାସ, ଯେହେତୁ ମା ଲକ୍ଷ୍ମୀଙ୍କ ପୂଜା ହେଇଥାଏ। ଆଉ ବର୍ତ୍ତମାନ ମୁଁ ବାହାରିଲି। ମୁଁ ବର୍ତ୍ତମାନ ମୋର ବିଲକୁ ବାହାରିଲି। ଆଉ ଆମ ଝିଅ ବର୍ତ୍ତମାନ ଟିଉସନ୍ ଯିବ, ସମୟ ପାଖାପାଖି 4ଟା ହେବ। ଆଉ ବର୍ତ୍ତମାନ 4ଟା ବେଳେ ସେ ଟିଉସନ୍ ଯିବ। ଆଉ ମୁଁ ବର୍ତ୍ତମାନ ବାହାରିଲି ଧାନ କାଟିବାକୁ। ଆମ ଝିଅ କହୁଥିଲା ଯିବ ବୋଲିକି, କିନ୍ତୁ ଯେହେତୁ ଟିଉସନ୍ଟା ଅଛି, ନହେଲେ ତାକୁ ବିଲକୁ ନେଇଥାନ୍ତି, ସେ ଟିକେ ଭିଡ଼ିଓ କରିଥାନ୍ତୁ। ଆଉ ଦେଖିଲା ବେଳକୁ ଟିଉସନ୍ ଅଛି। ବର୍ତ୍ତମାନ ସେ ବାହାରି ସାରିଲାଣି ଟିଉସନ୍ ଯିବ ବୋଲି। ଆଉ ମୁଁ ବର୍ତ୍ତମାନ ଯିବି ବିଲକୁ। ଆଉ ନା କ'ଣ ମାନି? ଆଚ୍ଛା, କ'ଣ କରିବେ ଟିକେ କହିଦେଉନୁ? ଲାଇକ୍ ସବସ୍କ୍ରାଇବ କମେଣ୍ଟ କରିଦେବେ। ଆଚ୍ଛା, ଲାଇକ୍ ସବସ୍କ୍ରାଇବ କମେଣ୍ଟ କରିଦେବେ। ଆମ ଝିଅ କହିଲା ଯିବା। ତୁ ତ ଟିଉସନ୍ ଯିବୁ, ମୁଁ ଯାଉଛି ବିଲକୁ। ଆଉ ଦେଖନ୍ତୁ ବର୍ତ୍ତମାନ ଧାନ ବିଲର ଦୃଶ୍ୟ, ସେଇଟା ହେଉଛି ଆମ ଗାଁ। ଆଉ ଏଇଟା ଗାଁ ଆମ ପାଖରେ, ଆମର ଯେଉଁ ଧାନ ବିଲ ଏଇଟା ଟୋଟାଲି ଲମ୍ବା ହେଇକି ଆମର ଏଠି 1-2ଟା କିଆରି। ଆଉ ଏପଟରେ ସମସ୍ତଙ୍କର ପ୍ରାୟ ଦେଖନ୍ତୁ ମେକ୍ସିମମ୍ ପାଚିଗଲାଣି। ଆଉ 8-10 ଦିନ ପରେ ସବୁ କାଟିବେ। ଆଉ ଧାନଟା ଦେଖନ୍ତୁ ମାନେ କୋଉ ଭଳି ହେଇଛି। ଆଉ ଧାନ ଯାହା ବି ଏଥର, କିନ୍ତୁ ଯାହା ଜଣା ପଡୁଛି ଆର ବର୍ଷ ଠାରୁ ଏଥର ଭଲ ଧାନ ହେଇଛି। ଆଉ ଲୋକମାନେ ମଧ୍ୟ, ଚାଷୀମାନେ ବହୁତ ଖୁସି ଅଛନ୍ତି। ଆମର ବି ମଧ୍ୟ ଆରଥର ଠାରୁ ଭଲ ଧାନ ଏଥର ହେଇଛି, ତେଣୁକରି ଆମେ ବି ଖୁସି ଅଛୁ। ଆଉ ସବୁ ଚାଷୀ ମଧ୍ୟ ଖୁସି ଅଛନ୍ତି। ଆଉ ଇଏ ହେଉଛି ବିଲ ପଟର ଦୃଶ୍ୟ, ଦେଖନ୍ତୁ ଏଇଟା ହେଉଛି ଆମ ଗାଁ। ଏପଟ ସବୁ ଖାଲି ବିଲ, ସେପଟ ଯାଇ ପୁରା ଗାଁ, ସେଠି ଗୋଟେ ଗାଁ, ଏଇଭଳି ସବୁ ଅଛି। ଆସି ପହଞ୍ଚି ଯାଇଛି ଆମ ଗାଁ ପାଖରେ ଥିବା ବିଲରେ। ଆଉ ବର୍ତ୍ତମାନ ମୁଁ ଆସିଛି ଦା ନେଇକି, ଦେଖନ୍ତୁ ଧାନ କାଟିବା ପାଇଁ। ଧାନ ଯେହେତୁ ମାଣ ବସିବ ଗୁରୁବାର, ତେଣୁକରି ନୂଆ ଧାନରେ ବସିବ। ଆଉ ତେଣୁକରି ମୁଁ ଆସିଛି ବର୍ତ୍ତମାନ କାଟିବା ପାଇଁ ବିଲକୁ। ଆଉ ଦେଖନ୍ତୁ ବର୍ତ୍ତମାନ ଧାନ କିଭଳି ଭାବରେ ହେଇଛି। ଧାନ ଯାହା ଜଣା ପଡୁଛି, ମୁଁ ବି ଦେଖେଇଥିଲି। ଆଉ ବର୍ତ୍ତମାନ ଧାନ କାଟିବା। ଆଉ ଆପଣଙ୍କ ଆଡ଼େ ଧାନ ସବୁ ପାଚିଲାଣି କି ନାହିଁ, ନିଶ୍ଚିନ୍ତ କମେଣ୍ଟ କରିବେ। ଆଉ ଚାଲନ୍ତୁ ବର୍ତ୍ତମାନ ଧାନ କାଟିକି ନେବା। ବର୍ତ୍ତମାନ ସେପଟରେ ଦେଖିଲି ଧାନ ଯେ ଟିକେ କଞ୍ଚା ଅଛି। ବର୍ତ୍ତମାନ ମୁଁ ଚାଲିଲି ଏପଟ ସାଇଡ଼ରୁ, ମାନେ ଦେଖିବା ସେପଟ ସାଇଡ଼ରେ କାଟିକି ଆଣିବା। ଏପଟ ସାଇଡ଼ ଟିକେ କଞ୍ଚା ଅଛି, ଆଉ ତେଣୁକରି ବର୍ତ୍ତମାନ ସେପଟ ସାଇଡ଼କି ଯିବା। ଆଉ ଯାଇକି
ଦେଖିବା ସେପଟରେ ବର୍ତ୍ତମାନ କାଟିକି ନେଇକି ଆସିବା ଆଉ ବର୍ତ୍ତମାନ ତ ଧାନ ଯାହା ବି ହେନେ 4-5ଟା କାଟିକି ନେବା ମିନିମମ୍ ଟିକେ ବଡ଼ ବଡ଼ ବିଡ଼ା କରିକି 4-5 ବିଡ଼ା ଖଣ୍ଡେ ନେବା ଆଉ କାଟିକି ଆଉ ପାଖାପାଖି 2-3 କିଲୋ ଧାନ ହେନେ ହେଇଯିବ କିନ୍ତୁ 2-4 ବିଡ଼ା ନେଇକି ଯିବା ଆଉ କାହିଁକିନା ସବୁ 4ଟା ପାଳି ରହିଛି ଗୋଟେ ମାସର 4ଟା ପାଳିରେ ହିଁ ଧାନ ଦରକାର ଆଉ ପିଠାପଣା ମଧ୍ୟ ହେବ ନୂଆ ଧାନରେ ଆଉ ବର୍ତ୍ତମାନ ନେଇକି ଯିବା ଆଉ ଇଏ ତ ସବୁ ଦେଖନ୍ତୁ ଆମ ବିଲର ଦୃଶ୍ୟ ଏପଟରେ ଆଉ ଦେଖନ୍ତୁ ପୁରା ବିଲଟା କୋଉଳି ଭାବରେ ପୁରା ଦେଖାଯାଉଛି ଦେଖନ୍ତୁ ପୁରା ମାନେ ଉଜ୍ଜଳ ବିଲରେ ବର୍ତ୍ତମାନ ଏ ସିଜିନରେ ବର୍ତ୍ତମାନ ବିଲରେ ଖାଲି ଧାନ 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 ଆଉ ଏବେ ସବୁ ଆସ୍ତେ ଆସ୍ତେ କଟାକଟି ଆରମ୍ଭ ହେଇଯିବ ଆଉ ଏଠି ଦେଖନ୍ତୁ ମୁଁ ବର୍ତ୍ତମାନ ନେଇ ଆସିଛି 4 ବିଡ଼ା ଦେଖନ୍ତୁ ଧାନଟା ଦେଖନ୍ତୁ କେମିତି ହେଇଛି 4 ବିଡ଼ା ବର୍ତ୍ତମାନ ନେଇ ଆସିଛି ଆଉ ଗାଡ଼ି ବାନ୍ଧି ଦେଇଛି ଆଣିକି